ସମସ୍ତଙ୍କୁ ସ୍ୱାଗତ। ପିଲାମାନେ, ଆଜିର ଏହି ଡିଜିଟାଲ କ୍ଲାସକୁ ମୁଁ ତୁମମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି। ଆଜି ଆମେ ଏକ ନୂଆ ପାଠ ସହିତ ଏଠାରେ ଉପନୀତ ହେଇଛି। କିନ୍ତୁ ତା ପୂର୍ବରୁ ଆମକୁ ଦେଖିବାକୁ ପଡ଼ିବ ତୁମେମାନେ ୟା ପୂର୍ବ ଶ୍ରେଣୀରେ କ'ଣ ସବୁ ପଢ଼ିଥିଲେ। ମନେ ଅଛି କି? ହଁ, ଆମେମାନେ ପାଣିପାଗ ବିଷୟରେ ପଢ଼ିଥିଲେ। ପାଣିପାଗ କ'ଣ? ପାଣିପାଗର ପ୍ରକାର, ବର୍ଷା, ଖରା, ଶୀତ, ଆର୍ଦ୍ରତା, ପବନ ଏହିସବୁ ଜିନିଷ ବିଷୟରେ ଜ୍ଞାନ ଆହରଣ କରିଥିଲେ। ତେବେ ଏଇ ଯେଉଁ ଖରା, ବର୍ଷା, ଶୀତ ତାକୁ ଆମେ ଜାଣୁଛେ କିପରି? କାଲିକୁ ବର୍ଷା ହେବ ନା ଅତ୍ୟନ୍ତ ଖରା ହେବ ନା ପବନ ହେବ, କେତେ ବେଗରେ ହେବ, ଏଗୁଡ଼ାକ ଆମେ ଜାଣୁଛେ କିପରି? ଏଇ ଯେଉଁ ପୂର୍ବାନୁମାନ ସମ୍ପର୍କରେ ଯେଉଁ ଜ୍ଞାନଟି ଅଛି, ଆଜି ଆମେ କ୍ଲାସରେ ସେଗୁଡ଼ିକ ପଢ଼ିବା। ପୂର୍ବାନୁମାନ କ'ଣ? ପୂର୍ବାନୁମାନ କହିଲେ କ'ଣ ବୁଝ ଏବଂ କେମିତି ପୂର୍ବାନୁମାନ ଆମେ କରୁଛୁ? ସେଇ ପୂର୍ବାନୁମାନର ଦୁଇ ଗୋଟି ଭାଗ ଅଛି। ଗୋଟିଏ ଭାଗ ହେଲା ପ୍ରକୃତିରୁ ଆମେ କିଛି ପୂର୍ବାନୁମାନ କରୁଛେ ଏବଂ ବୈଜ୍ଞାନିକ ପଦ୍ଧତିରେ। ତେବେ ଆଜିର ଶ୍ରେଣୀରେ ଆମେ ପ୍ରକୃତିକୁ ଦେଖି କିପରି ଆମେ ପୂର୍ବାନୁମାନ କରୁଛେ ତାହା ବିଷୟରେ ଆମେ ପଢ଼ିବା। ତେବେ ପାଠଟିକୁ ପଢ଼ିବା ପୂର୍ବରୁ ଗୋଟେ କାହାଣୀ ଶୁଣିବା। ତୁମମାନଙ୍କୁ କାହାଣୀ ଶୁଣିବାକୁ ଭଲ ଲାଗେ ନା? ହଁ, ତେବେ ଚାଲ ସେ କାହାଣୀଟି ଶୁଣିବା। ତାପରେ ଆମେ ପାଠକୁ ଯିବା, ଦେଖିବା ତୁମେମାନେ କ'ଣ ସବୁ ଜାଣିଛ। କାହାଣୀଟି ଆରମ୍ଭ କରିବା। ଚିତ୍ରରେ ଦେଖିପାରୁଥିବ ଛୋଟ ଛୋଟ ପିଲାମାନେ ଖେଳ ପଡ଼ିଆରେ ଖେଳୁଛନ୍ତି ଏବଂ ଗଛ ତଳେ କିଏ ଜଣେ ବସିଛନ୍ତି। ନାଇଁ, କିଏ ବସିଛନ୍ତି କହିଲ? ହଁ, ଅଜା ବସିଛନ୍ତି। ଅଜା କୁନି କୁନି ପିଲାମାନଙ୍କର ଖେଳ ଦେଖୁଛନ୍ତି। ଦେଖିପାରୁଥିବ ଛୋଟ ଛୋଟ ଛୁଆମାନେ ଫୁଟବଲ ଖେଳୁଛନ୍ତି ତୁମ ପରି। ଠିକ ଅଛି। ପାଗଟା କେମିତି ଅଛି କହିଲ? ହଁ, ବହୁତ ସୁନ୍ଦର। ପାଗଟି ନିର୍ମଳ, ସଫା ଅଛି। ଟିକେ ଟିକେ ଖରା ହେଉଛି, ପିଲାମାନେ ଖୁସିରେ ଡିଆଁ ଡିଁ କରି ଖେଳୁଛନ୍ତି। ତାପରେ କ'ଣ ହଉଥିବ? ହଁ, ପିଲାମାନେ ଖେଳ ସାରିଲେଣି। ପିଲାମାନେ ଖେଳି ସାରି ଅଜାଙ୍କୁ ଧନ୍ୟବାଦ ଜଣାଇଲେ। ଅଜା ମଧ୍ୟ ହାତ ଟେକି କହୁଛନ୍ତି, ବାଃ, ତମେ ବହୁତ ସୁନ୍ଦର ଖେଳ ଖେଳିଲ। ଏବେ ଘରକୁ ଫେରି ଯାଅ। କିନ୍ତୁ ହଠାତ୍ ଅଜା ଦେଖିଲେ ପାଗରେ ପରିବର୍ତ୍ତନ ହେଲା। ପିଲାମାନେ ମଧ୍ୟ ଚାହିଁ ରହିଛନ୍ତି। ଦେଖିଲ ପିଲାମାନେ, କିଛି ସମୟ ପୂର୍ବରୁ କେମିତି ପାଗଟା ଶୁଖିଲା ପାଗ ଥିଲା। ଖରା ଟିକେ ଟିକେ ହେଉଥିଲା। ବର୍ତ୍ତମାନ ଖରାଟି କମିବାକୁ ଲାଗିଲାଣି। ଚଢ଼େଇ ମାନେ ସବୁ ପାଖରେ ଉଡ଼ିବା ଆରମ୍ଭ କଲେଣି। ଅଜା କିଛି କହୁଛନ୍ତି ବୋଧହୁଏ, ନାଇଁ? କ'ଣ କହୁଥିବେ? ଅଜା କହିଲେ, ପାଗ ଖରାପ ହେବାକୁ ବସିଲାଣି। ଆଗକୁ ବର୍ଷା ଆସିପାରେ। ପିଲାମାନେ, ତୁମେ ଦେଖୁଛ ତ? ପିଲାମାନେ ହାତ ଟେକି ଦେଖୁଛନ୍ତି। ହଁ, ପକ୍ଷୀମାନେ ପାଖରେ ଉଡୁଛନ୍ତି। ମେଘ ଆସିଲାଣି। ଧୀରେ ଧୀରେ ପବନ ହେବାକୁ ଲାଗିଲାଣି। ଅଜା କହିଲେ, ପିଲାମାନେ ଜଲ୍ଦି ଘରକୁ ପଳାଅ, ଜୋର ବର୍ଷା ହେବାକୁ ଯାଉଛି। କ'ଣ ଭାବିଲ ଏ ଜିନିଷରୁ? ଅଜା ଜାଣିଲେ କେମିତି? ଆଗକୁ ବର୍ଷା ହବ ନା ଖରା ହବ ଅଜା କେମିତି ଜାଣିଥିବେ? କହିଲ ଦେଖି। ହଁ, ଅଜା କିଛି ଲକ୍ଷ୍ୟ କଲେ। କୋଉଠୁ ଲକ୍ଷ୍ୟ କଲେ? ସେଇ ଆମର ପ୍ରକୃତିରୁ। ସେଇଥିରୁ ଅଜା ଜାଣିଲେ ଯେ ଆଗକୁ ବର୍ଷା ଆସୁଛି। ଏହାକୁ ପୂର୍ବାନୁମାନ କହନ୍ତି। ତେବେ ଚାଲ ଆମେ ଦେଖିବା। ପୂର୍ବାନୁମାନ କହିଲେ କ'ଣ ବୁଝୁଛେ? ପୂର୍ବାନୁମାନ କହିଲେ ଅଜା କିଛି ଜିନିଷକୁ ଲକ୍ଷ୍ୟ କରିଛନ୍ତି। ସେଇଟା ପବନ ହେଉ, ପକ୍ଷୀଙ୍କର ଉଡ଼ିବା ହେଉ, ଗଛଲତା ହେଉ କିମ୍ବା ପାଗ ହେଉ। ସେ କୌଣସି ଘଟଣା ଘଟିବା ପୂର୍ବରୁ ସଂକେତ ଏବଂ ତଥ୍ୟ ଆଧାରରେ ଆମକୁ ଆଗର ଅନୁମାନ କରିବାକୁ ପଡ଼ିବ। ତାହାକୁ ପୂର୍ବାନୁମାନ କହନ୍ତି। ଆଉ ଅଜା କରିଥିଲେ, ଦେଖିକି କହିଲେ ପିଲାଙ୍କୁ କି ବର୍ଷା ହେବାକୁ ଯାଉଛି, ତୁମମାନେ ଘରକୁ ଯାଅ। ବୁଝିଲ ନା? ଏଇ ଯୋଉ ପୂର୍ବାନୁମାନ କାହାକୁ ନେଇକି କରନ୍ତି? ଅଜା କାହାକୁ ନେଇକି କଲେ? ବାଃ, ବର୍ଷା ହେବ ବୋଲି କଲେ। ତେବେ ବର୍ଷାର ପୂର୍ବାନୁମାନ କରାଯାଏ। କେବେ ଝଡ଼ ବା ବାତ୍ୟାର ପୂର୍ବାନୁମାନ କରାଯାଏ। କେବେ ବନ୍ୟା ଆଶଙ୍କାର ପୂର୍ବାନୁମାନ କରାଯାଏ। ପ୍ରକୃତିକୁ ଦେଖିକି ମଧ୍ୟ କରାଯାଏ। କେବେ ବୈଜ୍ଞାନିକ ଉପାୟରେ ମଧ୍ୟ କରାଯାଏ। ତୁମେମାନେ ସମାଚାରରେ ଦେଖୁଥିବ, ସମୁଦ୍ରକୁ ଯିବାକୁ ମନା କରିଦିଆଯାଏ। କାହିଁକି? ବନ୍ୟା ହେବାକୁ ଲାଗିବ। ତେଣୁ ଡଙ୍ଗା ନେଇ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଏ। ଏହି ସବୁକୁ ପୂର୍ବାନୁମାନ କହନ୍ତି। ଏବେ ଜଳବାୟୁ ବିଜ୍ଞାନ କ'ଣ? ଜଳବାୟୁ ବିଜ୍ଞାନରେ ଏହି ପୂର୍ବାନୁମାନର ଅନେକ ଭୂମିକା ରହିଛି। ଜଳବାୟୁ ବିଜ୍ଞାନ ପାଗର ଧାରାବାହିକ ଅଧ୍ୟୟନ ଓ କ୍ରମ ବିବର୍ତ୍ତନକୁ ବୁଝାଏ। ପାଗ କେମିତି ରହିବ, ବର୍ତ୍ତମାନ କେମିତି ଅଛି, ଘଣ୍ଟାଏ ପରେ କେମିତି ଥିବ ଏବଂ ସେତେବେଳକୁ କ'ଣ ହଉଥିବ, ତାହାକୁ ଜଳବାୟୁ ବିଜ୍ଞାନ ଆମେ କହୁଛୁ। ଜଳବାୟୁ ଅଧ୍ୟୟନ
ପାଗ ପୂର୍ବାନୁମାନର ଆଧାର। ଆମେ ଜଳବାୟୁକୁ ଦେଖି ହିଁ ପୂର୍ବାନୁମାନ କରୁଛେ। ଦିନ 11ଟା ସମୟରେ ଖରା ଅଛି, ଦିନ 2ଟା ସମୟରେ କଣ ହବ, ବର୍ଷା ହେବ ନା ମେଘୁଆ ପାଗ ରହିବ, ୟାକୁ ହିଁ ଆମେ ଜଳବାୟୁ ବିଜ୍ଞାନର ପୂର୍ବାନୁମାନ କହିଥାଉ। ଏହି ସବୁ ପୂର୍ବାନୁମାନ ପ୍ରାକୃତିକ ଘଟଣା ଏବଂ ସେଇ ପ୍ରସ୍ତୁତିକୁ ନେଇକି ଗୁରୁତ୍ୱ ଦିଆଯାଏ। ଦେଖୁଥିବ ପିଲାମାନେ ଏହି ଚିତ୍ରଟି, ଏହା କଣ? ସେହି ପ୍ରାକୃତିକ ବିପର୍ଯ୍ୟୟରୁ ସତର୍କ କରୁଥିବା କିଛି ପୂର୍ବାନୁମାନ। କେଉଁ କେଉଁ ଜିନିଷରୁ ଆମକୁ ସତର୍କ କରାଇଥାଏ? ହଁ, ବର୍ଷା, ବାତ୍ୟା, ଝଡ଼ ବାତ୍ୟା ବା ତୀବ୍ର ପବନ ବା ବନ୍ୟା। ଆମକୁ କେବେ କେବେ ସରକାର ହୁଅନ୍ତୁ କିମ୍ବା ସମାଚାରରେ ମଧ୍ୟ ଆମକୁ ପୂର୍ବାନୁମାନର ସୂଚନା ଦିଆଯାଇଥାଏ। ବହୁତ ବର୍ଷା ହେବାକୁ ଲାଗିବ, ତେଣୁ ଘରୁ ନ ବାହାରନ୍ତୁ। ବାତ୍ୟା ବା ପବନ ହବ, ଜୋରରେ ପବନ ବହିବ, ଗଛ ଡାଳ ଭାଙ୍ଗିପାରେ, ତେଣୁ ନିଜକୁ ସୁରକ୍ଷିତ ରଖନ୍ତୁ। କିମ୍ବା ବାତ୍ୟା କିମ୍ବା ବନ୍ୟା ହେବାକୁ ଯାଉଛି, ତେଣୁ ଘରେ ନିଜକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଏହି ସବୁ ପ୍ରାକୃତିକ ଘଟଣାର ପୂର୍ବାନୁମାନ ଏବଂ ପ୍ରସ୍ତୁତିକୁ ଆମେ ଅନୁଧ୍ୟାନ କରୁ। ଦେଖୁ ଆମେ ଆମର ଜୀବନକୁ କିପରି ଭାବରେ ସଠିକ ରୂପରେ ସଜାଗ ରଖିପାରିବା। ସେହି ପୂର୍ବାନୁମାନ କେତେକ ସଂକେତ ଦ୍ୱାରା ଆଧାରିତ, ପ୍ରକୃତିର ସଂକେତ ଦ୍ୱାରା, ଯେମିତି ଅଜା କରୁଥିଲେ, ମନେ ଅଛି ନା? ଏବେ ଆମେ କଣ ନିରୀକ୍ଷଣ କରିବା? ଦେଖିଲ ଏଇ ବାଁ ପଟେ ଲେଖା ହେଇଛି ପ୍ରାଣୀ ଓ ଉଦ୍ଭିଦର ଲକ୍ଷଣ ଏବଂ ଡାହାଣ ପଟେ ଅଛି ପରିବେଶ ଓ ଆକାଶର ଲକ୍ଷଣ। ତେବେ ଦେଖିବା ପ୍ରାଣୀ ଓ ଉଦ୍ଭିଦ ଠାରୁ ଆମେ କଣ ପାଉଛେ, କୋଉ ସଂକେତ ପାଉଛେ। ପ୍ରଥମଟି ପଢି ପାରୁଛ କି? ପ୍ରାଣୀ ମାନଙ୍କର ଚଳନ ଓ ଆଶ୍ରୟରେ ପରିବର୍ତ୍ତନ। ଯେତେ ପ୍ରକାର ଜୀବଜନ୍ତୁ ଅଛନ୍ତି, ସେମାନେ ପୂର୍ବାନୁମାନକୁ ବହୁତ ପୂର୍ବରୁ ଆକଳନ କରିଥାନ୍ତି। ବର୍ଷା ହବ କି, ଅତ୍ୟନ୍ତ ଖରା ହବ କି, ତାକୁ ଅନୁମାନ କରି ସେମାନେ ନିଜର ଚାଲିଚଳନରେ ବ୍ୟବହାରିକ ପରିବର୍ତ୍ତନ ଦେଖେଇଥାନ୍ତି, ଯୋଉଟା ଆମେ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ଉଦ୍ଭିଦ ଏବଂ ତାର ପତ୍ର କିମ୍ବା ଫଳ ଖୋଲିବା ଏବଂ ବନ୍ଦ ହେବା। କିଛି ଉଦ୍ଭିଦ ଅଛି ଯାହାର ଫଳ ବା ପତ୍ର ଖୋଲେ କିମ୍ବା ବନ୍ଦ ହୁଏ, ତାହା ମଧ୍ୟ ପୂର୍ବାନୁମାନର ସଂକେତ। ଯାହା ଆଦିମ କାଳରେ ଲୋକମାନଙ୍କ ପାଖରେ ଯେତେବେଳେ ବିଜ୍ଞାନର ଏତିକି ପ୍ରଚାର ନଥିଲା, ସେତେବେଳେ ଯେତେବେଳେ ଟେକ୍ନୋଲୋଜି ନଥିଲା, ବିଜ୍ଞାନ ଜଗତର କୌଣସି ଟେକ୍ନୋଲୋଜିର ବ୍ୟବହାରିକ କୌଣସି ଯନ୍ତ୍ରପାତି ନଥିଲା, ସେତେବେଳେ ଲୋକମାନେ ଏହି ସବୁ ପ୍ରାଣୀ ଉଦ୍ଭିଦ ମାନଙ୍କୁ ଦେଖି ହିଁ ପୂର୍ବାନୁମାନ କରୁଥିଲେ। ପରିବେଶ ଦେଖିକି ମଧ୍ୟ କରୁଥିଲେ, ଯେମିତିକି ମେଘର ରଙ୍ଗ, ଆକାର ଏବଂ ଗତି। କେବେ କେବେ ତମେ ଦେଖୁଥିବ ପିଲାମାନେ, ମେଘ ଟିକେ ସଫା ଧଳା ଦେଖାଯାଉଥାଏ ଏବଂ କେବେ କେବେ କଳାହାଣ୍ଡିଆ ମେଘ ମଧ୍ୟ ଆମେ କହୁ। ତେବେ ମତେ କହିପାରିବ କେଉଁ ମେଘ ଆସିଲେ ତମେ ଡରିଯାଅ କିମ୍ବା ଘର ଲୋକ କୁହନ୍ତି ବହୁତ ବର୍ଷା ହେବ? ବାଃ, ବହୁତ ସୁନ୍ଦର। କଳା ଘନ ଘନ ମେଘ ଆସିଲେ ଆମେ ଜାଣୁ ବହୁତ ଜୋର ବର୍ଷା ହେବାକୁ ଅଛି। ପବନର ବେଗ ଏବଂ ଦିଗକୁ ମଧ୍ୟ ଆମେ ଆକଳନ କରି ପୂର୍ବାନୁମାନ ଦେଇଥାଉ। କେବେ କେବେ ଛୋଟ ଆକାରରେ ପବନ ବହିଥାଏ, ଆମକୁ ଖୁସି ଦେଇଥାଏ, ଆମେ ଖେଳୁ ମଧ୍ୟ ସେ ପବନରେ। କିନ୍ତୁ କେବେ କେବେ କଳାହାଣ୍ଡିଆ ମେଘ ସହ ଜୋରରେ ପବନ ବହିବାକୁ ଲାଗେ, ଗଛ ପତ୍ର ହଲିବାକୁ ଆରମ୍ଭ କରେ। ସେଇ ପବନ ସାଧାରଣ ପବନ ନୁହେଁ, କୌଣସି ଏକ ବର୍ଷା କିମ୍ବା ବାତ୍ୟାର ସଂକେତ ପାଇଥାଉ ଆମେ। ତେବେ ଏଇ ସବୁ କଣ? ପ୍ରକୃତିର ସଂକେତ, ଯାହା ଆମେ ପ୍ରାଣୀ ଏବଂ ଉଦ୍ଭିଦର ଲକ୍ଷଣ ଏବଂ ପରିବେଶ ଠାରୁ ପାଇଥାଉ। ଏବେ ଆମେ କଣ ଦେଖିବା? ମନୁଷ୍ୟ ଏହି ସବୁ ଜିନିଷକୁ ନିଜ ଅଭିଜ୍ଞତାରୁ ପାଗର ପୂର୍ବାନୁମାନ ପାଇଁ ପ୍ରକୃତିର ସଂକେତ ଗୁଡିକୁ ସଠିକ ଭାବେ ବୁଝିପାରିଛି, ଆଦିମ କାଳରୁ ବୁଝିଛି। ଯେମିତିକି ପ୍ରଥମ ଚିତ୍ରଟିକୁ ଦେଖ, ଏହା ଏକ ଫଳ। କେଉଁ ଫଳ ଜାଣିଛ? ଶଙ୍କୁ, ପାଇନ ଗଛ। ଏହାର ବିଶିଷ୍ଟ ପାଇନ ଫଳ ପେନ୍ଥା ଖୋଲିବା ଓ ବନ୍ଦ ହେବା ପୂର୍ବାନୁମାନର ଗୋଟିଏ କାରକ, ଯାହାକୁ ଦେଖି ଆମେ ପୂର୍ବାନୁମାନ କରିଥାଉ। ଦ୍ୱିତୀୟଟି ଦେଖ, ଏଗୁଡିକୁ କଣ? ପିମ୍ପୁଡି। ହଁ, ଏଇ ପିମ୍ପୁଡି ମାନଙ୍କର ଅଣ୍ଡା ବୋହି ନେବାର ଦୃଶ୍ୟ ଆମକୁ ପୂର୍ବାନୁମାନ ଦେଇଥାଏ ବର୍ଷା ହେବାକୁ ଅଛି। ତୃତୀୟଟି ଦେଖିଲ, କଣ ଏହା? ହଁ, ବେଙ୍ଗ। ଏଇ ବେଙ୍ଗରୁ ମଧ୍ୟ ଆମେ ପୂର୍ବାନୁମାନ କରିଥାଉ। ବେଙ୍ଗ ରଡି କରିବା ଆଦି ଘଟଣା ଆଗାମୀ ସମୟରେ ଝଡ ବର୍ଷା ହେବାର ମୂଲ୍ୟବାନ ସୂଚନା ପ୍ରଦାନ କରିଥାଏ। ବୁଝିପାରିଲ ନା ପିଲାମାନେ? ଦେଖିଲ ଏ ଭିଡିଓଟିରେ କଣ ଲକ୍ଷ୍ୟ କରୁଛ? ପିମ୍ପୁଡି ମାନେ ଗୋଟେ ଉଚ୍ଚ ସ୍ଥାନକୁ ଚାଲି ଯାଉଛନ୍ତି ଅଣ୍ଡା ନେଇ। ଏହା କୋଉ ସଂକେତ ଦଉଥିବ? ସଂକେତଟି ହେଉଛି ବର୍ଷା ସମୟରେ ପିମ୍ପୁଡି ଖାଦ୍ୟ ଓ ଅଣ୍ଡାକୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତି। ଦେଖିପାରୁଥିବ ଚିତ୍ରରେ।
ବର୍ଷା ପୂର୍ବରୁ ବାୟୁମଣ୍ଡଳୀୟ ଚାପରେ ପରିବର୍ତ୍ତନ ହୁଏ ଏବଂ ନିମ୍ନ ସ୍ଥାନ ଜଳମଗ୍ନ ହେବାର ଆଶଙ୍କା ଥାଏ। ତେଣୁ ଏଇ ପିମ୍ପୁଡି ମାନେ ତାର ଆବାସ ପୂର୍ବରୁ ପାଇ ନିଜକୁ ଗୋଟେ ଉଚ୍ଚ ସ୍ଥାନକୁ ନେଇଥାନ୍ତି। କେବଳ ନିଜକୁ ନିଅନ୍ତି ନାହିଁ, ସେମାନେ ଅଣ୍ଡା ଏବଂ ଖାଦ୍ୟକୁ ମଧ୍ୟ ନେଇଯାଆନ୍ତି। ତେବେ ଆଦିମ କାଳରେ ଆମର ଅଜା ଆଈମାନେ ଏଇ ସବୁ ଦୃଶ୍ୟକୁ ଲକ୍ଷ୍ୟ କରି ଜାଣୁଥିଲେ କି ଆଗକୁ ବହୁତ ବର୍ଷା ହେବାର ଅଛି। ବୁଝିଲ ନା ପିଲାମାନେ? ଏବେ ଦେଖିଲ ସେହି ଚିତ୍ରଟି, ପିମ୍ପୁଡି ମାନେ ଅଣ୍ଡା ନେଇଯାଉଥିବାର ଦୃଶ୍ୟ। ପାଗର ପରିବର୍ତ୍ତନ, ବର୍ଷାର ଆଗାମୀ ସୂଚନା ପିମ୍ପୁଡି ମାନଙ୍କ ବ୍ୟବହାରରେ ଦୃଷ୍ଟିଗୋଚର ହୁଏ। ପିମ୍ପୁଡି ମାନେ ସେମାନଙ୍କର ଅଣ୍ଡା ଗୁଡିକୁ ମୁଖ୍ୟତଃ ଉଚ୍ଚ ସ୍ଥାନ ମାନଙ୍କୁ ସ୍ଥାନାନ୍ତରଣ କରିବା ପାଗ ପରିବର୍ତ୍ତନର ମୁଖ୍ୟତଃ ପ୍ରବଳ ବର୍ଷାର ଆଗାମୀ ସୂଚନା ଦେଇଥାଏ। ପୂର୍ବ କାଳରେ ଲୋକମାନେ ଏଇ ଜିନିଷକୁ ଦେଖିକି ଜାଣୁଥିଲେ ଏବଂ କହୁଥିଲେ ଆଗକୁ ବହୁତ ବର୍ଷା ହେବାର ଅଛି। ଏବେ ଦେଖିଦିଅ ଏଇ ଭିଡିଓଟି। କଣ ଶୁଣିଲ ପିଲାମାନେ? କୋଉ ଚିତ୍ରଟିକୁ ଦେଖିଲ? ବେଙ୍ଗରଡି। ବାଃ, ବହୁତ ସୁନ୍ଦର। ଗୋଟେ ଗାଁର ରାତ୍ର ସମୟର ଚିତ୍ର। ବେଙ୍ଗ ରଡି କରୁଛନ୍ତି। କାହିଁକି ରଡି କରୁଛନ୍ତି କି ଜାଣିଛ କି? ଏହା ଏକ ସଂକେତ ଯାହା ବାୟୁମଣ୍ଡଳର ଆର୍ଦ୍ରତା ସମ୍ପର୍କେ ଆମକୁ ଜଣାଏ। ବର୍ଷା ଆସିବା ପୂର୍ବରୁ ଏବଂ ଚାରି ପାଖରେ ପାଣି ବଢିଲେ ବେଙ୍ଗ ବାହାରକୁ ଆସନ୍ତି ଏବଂ ରଡି କରନ୍ତି। ବାୟୁରେ ଆର୍ଦ୍ରତା ବଢିଲେ ବେଙ୍ଗଙ୍କ ପାଇଁ ଶ୍ୱାସକ୍ରିୟା ଏବଂ ଚଳାଚଳ ସହଜ ହୋଇଥାଏ। ତେଣୁ ସେମାନେ ବାହାରକୁ ଆସି ରଡି କରନ୍ତି, ପୋକଜୋକ ଖାଆନ୍ତି, ଯେଉଁମାନେ କି ତାଙ୍କର ପ୍ରଧାନ ଖାଦ୍ୟ। ବୁଝିଲ? ତେବେ ଆଗ କାଳରେ ଏବେ ମଧ୍ୟ ଯେତେବେଳେ ଗାଁ ମାନଙ୍କରେ ରାତ୍ର ସମୟରେ ବେଙ୍ଗ ରଡି ହୁଏ, ସମସ୍ତେ କୁହନ୍ତି ଆରେ କାଲିକୁ ଘୋର ବର୍ଷା ହବ କିମ୍ବା ରାତିରେ ବହୁତ ବର୍ଷା ହେବ, ବେଙ୍ଗ ରଡି କରୁଛନ୍ତି। ଦେଖିଲ ଦେଖିଲ, କେଉଁ ଫଳଟି କିଛି ସମୟ ପୂର୍ବରୁ ଆଲୋଚନା କରୁଥିଲେ? ହଁ, ପାଇନ ଗଛର ଶଙ୍କୁ ଗଛର ଫଳଟି ପାଇନ ଫଳ। କଣ ହେଉଛି ଦେଖିଲ? ଦୁଇଟି ଚିତ୍ର ଅଛି। ଗୋଟିଏ ଚିତ୍ରରେ ଫଳଟି ବନ୍ଦ ହୋଇକି ଅଛି ଏବଂ ଦ୍ୱିତୀୟ ଚିତ୍ରରେ ଫଳଟି ଖୋଲି ଯାଇଛି। ତେବେ କଣ ଜାଣିଲେ? ଏହି ପାଇନର ଶଙ୍କାକୃତି ଫଳ ବାୟୁମଣ୍ଡଳର ଆର୍ଦ୍ରତା ଦ୍ୱାରା ଖୋଲିବା ଏବଂ ବନ୍ଦ ହେବା ଏକ ପ୍ରାକୃତିକ ପଦ୍ଧତି। ଯେତେବେଳେ ଆର୍ଦ୍ର ପରିବେଶ ଥାଏ, ଏହି ଫଳଟି ତାର ମଞ୍ଜିକୁ ସୁରକ୍ଷା ଦେବା ପାଇଁ ବନ୍ଦ ହୋଇଯାଇଥାଏ ଏବଂ ପାଗ ଶୁଖିଲା ଥିଲେ ଫଳଟି ଖୋଲିଯାଏ, ବୀଜ ବିକ୍ଷେପ ହୁଏ। ଯେତେବେଳେ ଆର୍ଦ୍ର ପରିବେଶ ଥାଏ, ବର୍ଷା ପାଗ ପୂର୍ବ ପରିବେଶ ଥାଏ, ସେତେବେଳେ ନା ସେ ତାକୁ ରକ୍ଷା କରେ, ତାର ଫଳଟିକୁ ବନ୍ଦ ହେଇଥାଏ ଏବଂ ଯେତେବେଳେ ଶୁଖିଲା ପାଗ ଆରମ୍ଭ ହୁଏ ସେ ଖୋଲିଯାଏ। ଏହାକୁ ମଧ୍ୟ ଆଦିମ କାଳରେ ମଣିଷ ମାନେ ଦେଖୁଥିଲେ ଏବଂ ଦେଖି ପୂର୍ବାନୁମାନ କରୁଥିଲେ କି ପାଗ ଆଗକୁ କେମିତି ହବାର ଅଛି। ବୁଝିଲ ତ? ଏବେ ଆମେ ଦେଖିବା ଆକାଶ ଆଧାରିତ ସଂକେତ। ଏ ପର୍ଯ୍ୟନ୍ତ ଆମେ କିଛି ପ୍ରାଣୀ ଏବଂ ଉଦ୍ଭିଦ ମାନଙ୍କ ଠାରୁ ପାଉଥିବା ସଂକେତରୁ ପୂର୍ବାନୁମାନକୁ ଦେଖିଲେ। ଏବେ ଆମେ ଦେଖିବା ସେଇ ଆକାଶ ଆଧାରିତ ସଂକେତ। ରାତିରେ ଆକାଶ। ରାତିରେ ଆକାଶ ଯଦି ସ୍ୱଚ୍ଛ ନାହିଁ, ଘନ ମେଘ ଆବୃତ ହେଇ ଅଛି, ତେବେ ଆମେ କଣ ଅନୁମାନ କରୁ? ବର୍ଷାର ସମ୍ଭାବନା ଅଛି। ଘନ ମେଘ ଯଦି ଆକାଶକୁ ଘେରି ରହିଥାଏ, ଚନ୍ଦ୍ରକୁ ଘେରି ରହିଥାଏ, ଆମେ ଜାଣୁ ଯେ ବହୁତ ବର୍ଷାର ସମ୍ଭାବନା ଅଛି। ଦ୍ୱିତୀୟ ଚିତ୍ରଟିକୁ ଦେଖିଲ ପିଲେ? ସମୁଦ୍ର ଚିତ୍ର ନାହିଁ, ଢେଉ ଉଠୁଛି, ପବନର ଆଶଙ୍କା ଅଛି। ଏଇ ପବନର ଦିଗ ସମୁଦ୍ର ଦିଗରୁ ଲଗାତାର ତୀବ୍ର ପବନ ଏବଂ ମେଘ ଆସିବାର ଲକ୍ଷଣ, ଝଡ ବାତ୍ୟାର ଆଶଙ୍କାକୁ ଦର୍ଶାଇଥାଏ। ତମେ ଦେଖିଥିବ ନା ସମାଚାରରେ, ଯେବେ ବାତ୍ୟା ଆସେ ଗୋଟେ ଆଖି ପରି ଚିତ୍ର ସମାଚାରରେ ଚାଲେ। ବାତ୍ୟାର ଆଖି ସମୁଦ୍ରରେ ସୃଷ୍ଟି ହେଇ ଧୀରେ ଧୀରେ ସ୍ଥଳଭାଗ ପଟକୁ ଆସିଥାଏ। ତୀବ୍ର ପବନରେ ସ୍ଥଳଭାଗକୁ ଛୁଇଁ ଗଛ ଲତା ଭାଙ୍ଗି, ଘର ଦ୍ୱାର ଭାଙ୍ଗି ବହୁତ ଜନଜୀବନ ଅସ୍ତବ୍ୟସ୍ତ କରେ। ତେବେ ଏହି ପବନର ଦିଗ ମଧ୍ୟ ଝଡ ବାତ୍ୟାର ଆଶଙ୍କାକୁ ଦୃଢୀଭୂତ କରେ ଏବଂ ପୂର୍ବାନୁମାନରେ ସହାୟତା କରିଥାଏ। ତୃତୀୟ ଚିତ୍ରଟିକୁ ଦେଖ। ଦେଖିଥିବ ତୁମେ ମାନେ ମେଘ ଗରଜିବାର ଶବ୍ଦ ଏବଂ ବିଜୁଳି ହେବାର ଶବ୍ଦ। ଡରି ଯାଅ ନା ପିଲାମାନେ, ଜୋର ବିଜୁଳି ମାରୁଥିବ, ଘଡଘଡି ହେଉଥିଲେ ମା ବାପା କୁହନ୍ତି ଘର ଭିତରକୁ ପଳେଇ ଆସ।
ଯାଅ ନାହିଁ ବାହାରକୁ। କାହିଁକି ନା ଏହି ମେଘ ଏବଂ ବିଜୁଳି, ଘନ କଳା ମେଘ ସହ ତୀବ୍ର ବିଜୁଳି ଅନୁମାନକୁ ସୂଚାଏ। ଭୀଷଣ ଗର୍ଜନ ବର୍ଷା ବିଜୁଳି ସମୟରେ ବାହାରେ ବୁଲିବା ସୁରକ୍ଷିତ ନୁହେଁ। ଏହା ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଏବେ ଦେଖିଲ ପିଲାମାନେ, ଆମେ କିଛି ଆଲୋଚନା କରୁଥିଲେ ପ୍ରକୃତିରୁ କିଛି ଗଛ, କିଛି ପ୍ରାଣୀଙ୍କ ଦ୍ଵାରା ଏବଂ ଆକାଶରୁ ଆମେ ପୂର୍ବାନୁମାନକୁ ଦେଖିଲେ। ଏବେ ଏଇ ସବୁ ଜିନିଷ ପ୍ରକୃତି ଆଧାରିତ। ଏହା କଣ ସବୁ ଜିନିଷକୁ ଠିକ ଠାକ ରୂପରେ ସୂଚାଇ ଥାଏ କି? ନା, ଆମକୁ କିଛି ବିଜ୍ଞାନ ଆଧାରିତ ପୂର୍ବାନୁମାନ ମଧ୍ୟ କରିବାକୁ ପଡିବ, ଯାହା ବୈଜ୍ଞାନିକ ମାନେ ଦିଅନ୍ତି। କେତେ କିଲୋମିଟର ବେଗରେ ପବନ ବହିବ, କେତେ ମିଲିମିଟର ବର୍ଷା ହେବ, ଇତ୍ୟାଦି ଇତ୍ୟାଦି। ତେବେ ଆମେ ଏକ ତୁଳନାତ୍ମକ ଚିତ୍ର ଦେଖୁଛେ ତାହା ବିଷୟରେ, ପ୍ରକୃତି ଆଧାରିତ ପୂର୍ବାନୁମାନ ଏବଂ ବିଜ୍ଞାନ ଆଧାରିତ ପୂର୍ବାନୁମାନ। ମୁଁ ତୁମକୁ ତାହାକୁ ଦେଖାଉଛି। ଦେଖ ପିଲାମାନେ, ଏହା ହେଉଛି ପ୍ରକୃତି ଆଧାରିତ, ଏଇ ଯେତିକି ତଳେ ଅଛି, ଏବଂ ଏହା ହେଉଛି ବିଜ୍ଞାନ ଆଧାରିତ ପୂର୍ବାନୁମାନ। ଆମେ ତିନି ଗୋଟି ଶ୍ରେଣୀରେ ତାକୁ ବିଭକ୍ତ କରିଛେ। ଗୋଟେ ହେଲା ଉପକରଣ, ଦ୍ୱିତୀୟଟି ହେଉଛି ପରିସର ଏବଂ ତୃତୀୟଟି ହେଉଛି ନିର୍ଭରଯୋଗ୍ୟତା। ତେବେ ଯଦି ଉପକରଣକୁ ଦେଖିବା, ପ୍ରକୃତିରୁ ସ୍ଥାନୀୟ ଅନୁଭବ, ପ୍ରାଣୀ ଏବଂ ଉଦ୍ଭିଦ ଦ୍ୱାରା ଆମେ ପୂର୍ବାନୁମାନ କରୁଛୁ। କିନ୍ତୁ ଠିକ ସେହି ସମୟରେ ଯଦି ବିଜ୍ଞାନ କଥା କହିବା, ଯନ୍ତ୍ରପାତି, ସ୍ୟାଟେଲାଇଟ ତଥା କମ୍ପ୍ୟୁଟର ମଡେଲ ଦ୍ୱାରା ଆମେ ପୂର୍ବାନୁମାନ କରିଥାଉ, ଯାହା ଆମକୁ ସଠିକ ତଥ୍ୟ ପ୍ରଦାନ କରିଥାଏ। ଯଦି ପରିସରକୁ ଯିବା, ତେବେ ଏହି ଯୋଉ ପ୍ରକୃତି ଆଧାରିତ ପୂର୍ବାନୁମାନ ଛୋଟ ଏବଂ ସ୍ଥାନୀୟ ଅଞ୍ଚଳ ପାଇଁ ତୁରନ୍ତ ସଂକେତ। ଯେମିତିକି ମୁଁ ଏଠି ବସିଥିବି ମୋ ଘରେ, ମୁଁ ଦେଖିଲି ପବନ ହବାର ଅଛି, ମୁଁ କହିବି ଆଗକୁ ବର୍ଷା ଅଛି। କିନ୍ତୁ ମୋ ଘରେ ଯେ ବର୍ଷା ହଉଥିବ, ମୋ ଗାଁରେ ଯେ ବର୍ଷା ହଉଥିବ, କିନ୍ତୁ ତୁମମାନଙ୍କ ଗାଁରେ ବର୍ଷା ହବ, ତାର ସଠିକ ପୂର୍ବାନୁମାନ ନୁହେଁ। କିନ୍ତୁ ବିଜ୍ଞାନ ଆଧାରିତ ପୂର୍ବାନୁମାନ ପରିସର, ବ୍ୟାପକ ଆଞ୍ଚଳିକ ପରିସର ଏବଂ ଦୀର୍ଘ ମିଆଦୀ, ଜିଲ୍ଲା ପାଇଁ, ରାଜ୍ୟ ପାଇଁ, ଦେଶ ପାଇଁ ପୂର୍ବାନୁମାନ କରିଥାଏ ବିଜ୍ଞାନ। ଯଦି ନିର୍ଭରଯୋଗ୍ୟତାକୁ ଦେଖିବା, ଦୈନନ୍ଦିନ ଛୋଟ ପରିବର୍ତ୍ତନ ପାଇଁ ଉପଯୋଗୀ। ଏଇ ଯୋଉ ପ୍ରକୃତି ଆଧାରିତ ପୂର୍ବାନୁମାନଟା ଛୋଟ ପରିବର୍ତ୍ତନ କିମ୍ବା ଗୋଟିଏ ଦିନ କମ ସମୟ ପାଇଁ ଉଚିତ। କିନ୍ତୁ ବିଜ୍ଞାନ ଆଧାରିତ ପୂର୍ବାନୁମାନ ଯଦି ନିର୍ଭରଯୋଗ୍ୟତା ଦେଖିବା, ତାହା ବାତ୍ୟା ପରି ବଡ଼ ଘଟଣା ପାଇଁ ଅଧିକ ଭରସା ଯୋଗ୍ୟ। ତେବେ ଆମେ ପୂର୍ବାନୁମାନକୁ ଜାଣିଲେ ଏବଂ ପୂର୍ବାନୁମାନରୁ ଅନେକ ଜିନିଷ ଶିଖୁଥିଲେ। ତେବେ এই ପୂର୍ବାନୁମାନ ପାଇ ଆମେ କଣ କରିବା ପିଲେ କହିଲ? ନିଜକୁ ସୁରକ୍ଷିତ କରିବା? ବାহ, ବହୁତ ସୁନ୍ଦର। ତେବେ ଏହି ପୂର୍ବାନୁମାନକୁ ଚିତ୍ର ମାଧ୍ୟମରେ ଦେଖ। ସତର୍କବାଣୀ ଗ୍ରହଣ, ରେଡିଓ, ଟିଭି କିମ୍ବା ମୋବାଇଲ ମାଧ୍ୟମରେ ଆମେ ସରକାରୀ ସୂଚନା ପାଉ, ଶୁଣୁ, ତାକୁ ଆମେ ଶୁଣି ନିଜକୁ ସତର୍କ କରାଇବା ଏବଂ ସୁରକ୍ଷିତ ରଖିବା। ଦ୍ୱିତୀୟଟି ହେଉଛି ଜରୁରୀକାଳୀନ ପ୍ରସ୍ତୁତି। ଏହି ପୂର୍ବାନୁମାନ ପାଇବା ପରେ ଆମେ ଜାଣିଲେ କି ଆଗକୁ ବର୍ଷା ଅଛି, ହୁଏତ ଇଲେକ୍ଟ୍ରିସିଟି ରହି ନପାରେ, ଲାଇଟ ନ ରହିପାରେ, ଅନ୍ଧାର ହେଇଯାଇପାରେ। ତେଣୁ ଆମେ ଟର୍ଚ୍ଚ ଲାଇଟ, ଶୁଦ୍ଧ ପିଇବା ପାଣି ଏବଂ ଆବଶ୍ୟକୀୟ ଔଷଧ ସାଥିରେ ରଖିବା। ସରକାରଙ୍କ ଦ୍ୱାରା ସୂଚିତ ହେବା ପରେ ଆମେ ନିଜର ଜୀବନଶୈଳୀରେ କେମିତି ସୁରକ୍ଷିତ ରଖିବା ନିଜକୁ, ତା ପାଇଁ ପୂର୍ବ ପ୍ରସ୍ତୁତି କରୁ। ସେଥିରେ ଟର୍ଚ୍ଚ ଲାଇଟ, ପିଇବା ପାଣି, ଖାଦ୍ୟ, ଔଷଧ ଇତ୍ୟାଦି ରଖିବା ଜରୁରୀ। ତୃତୀୟଟି ଦେଖିଲ, ସୁରକ୍ଷିତ ସ୍ଥାନ। ଯଦି ଆମେ ସେହି ସ୍ଥାନରେ ଅଛୁ, ଯେଉଁ ସ୍ଥାନରେ ବନ୍ୟା କିମ୍ବା ବାତ୍ୟା କିମ୍ବା ପ୍ରବଳ ବର୍ଷାର ସମ୍ଭାବନା ଅଛି, ଆମେ ସେଠାରେ କୌଣସି ବିପଦପୂର୍ଣ୍ଣ ଜାଗାରେ ନ ରହି ନିଜକୁ ତୁରନ୍ତ ଏକ ସୁରକ୍ଷିତ ଅଞ୍ଚଳ କିମ୍ବା ସ୍ଥାନକୁ ସ୍ଥାନାନ୍ତରିତ କରିବା ଉଚିତ। ପରାମର୍ଶ ଅନୁସାରେ, ସରକାରଙ୍କର ପଦକ୍ଷେପ ଅନୁସାରେ ଆମେ ତାଙ୍କୁ ସହଯୋଗ କରି ନିଜକୁ ମଧ୍ୟ ସୁରକ୍ଷିତ ରଖିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖିବା। ବୁଝିଲ ନା ପିଲାମାନେ? ଏହି ପୂର୍ବାନୁମାନ ପାଇ ତୁମେ ନିଜ ଜୀବନକୁ କିପରି ସୁରକ୍ଷିତ ରଖିପାରିବ, ଏହା ତାର ଏକ ଚିତ୍ରଣ ଥିଲା। କଣ ଜାଣିଲେ? ପୂର୍ବାନୁମାନର ଅର୍ଥ ଭୟଭୀତ ହେବା ନୁହେଁ, ବରଂ ପ୍ରକୃତିର ସଂକେତକୁ ବୁଝି ସତର୍କତା ଓ କାର୍ଯ୍ୟ କରିବାରେ ହିଁ ନିଜର ବୁଦ୍ଧିମତାର ପରିଚୟ। ତେବେ ତୁମେ କଣ କରିବ ପିଲାମାନେ? ଆଜିଠାରୁ ପ୍ରକୃତିରୁ ଅନେକ ଜିନିଷକୁ ଦେଖିବ ଏବଂ ନିଜକୁ ଏକ ପାଣି ବିଜ୍ଞାନୀ ଭାବିବ ଏବଂ ନିରୀକ୍ଷଣ କରି ସମସ୍ତଙ୍କୁ ସୂଚନା ଦେବ। ଏଥିରେ ନିଜକୁ ମଧ୍ୟ ଖୁସି ଲାଗିବ
ଏବଂ ତୁମର ଚାରି ଆଖପାଖରେ ଥିବା ଲୋକମାନଙ୍କୁ ମଧ୍ୟ ଖୁସି ଲାଗିବ। ବୁଝିଲ ନା ପିଲାମାନେ? ତେବେ ଆମେ ପରବର୍ତ୍ତୀ ଶ୍ରେଣୀରେ ଆଉ କିଛି ନୂଆ ଜିନିଷ ପଢିବା। ତେବେ ଆଜି କଣ ବୁଝିଲ ମୁଁ କେମିତି ଜାଣିବି? ଚାଲ 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 ଆମେ କିଛି ଦେଖିନେବା, ସେଥିରୁ ଜାଣିବା ଆମେ କେତେ ଜିନିଷ ଜାଣିଲେ, ଶୁଣିଲେ ଏବଂ ମନେ ରଖିଲେ। କହିଲ ପିଲାମାନେ, ଏଇ ଯୋଉ ନିମ୍ନରେ ଦିଆଯାଇଛି ଏଇ ସବୁ ଚିତ୍ର ଗୁଡିକୁ ଦେଖ। ଏଇ ଭିତରୁ କେଉଁଟି ଏକ ପାଗର ପୂର୍ବାନୁମାନ ବୋଲି ତମେ ମାନେ ଭାବୁଛ ମତେ କହିବ। ଦେଖିଲ ଦେଖିଲ, ପ୍ରଥମ ଚିତ୍ରଟି କଣ? ବାଘ ଜଙ୍ଗଲରେ ବୁଲୁଛି। ଆଚ୍ଛା, ଦ୍ୱିତୀୟ ଚିତ୍ରଟିକୁ ଦେଖିଲ, ପିମ୍ପୁଡି ମାନେ ଅଣ୍ଡା ବୋହି ନେଇ ଯାଉଥିବା ପିମ୍ପୁଡି। ତୃତୀୟ ଚିତ୍ରଟି ଦେଖିଲ, ଆରେ ବାହ, ମାଙ୍କଡ ଗୋଟେ ଗଛରୁ ଆଉ ଗୋଟେ ଗଛକୁ ଡେଉଁଛି। କହିଲ ଦେଖି, ଏ ତିନୋଟି ଚିତ୍ର ମଧ୍ୟରୁ କେଉଁଟି ପୂର୍ବାନୁମାନର ଏକ ସଂକେତ? ଆମେ ପଢିଲେ ମଧ୍ୟ ଜାଣିଲେ ମଧ୍ୟ। କହିଲ କହିଲ ପିଲାମାନେ। ବହୁତ ସୁନ୍ଦର, ଅଣ୍ଡା ବୋହି ନେଉଥିବା ପିମ୍ପୁଡି। ଏଥିରୁ କେଉଁ ପୂର୍ବାନୁମାନ କରୁ ପିଲାମାନେ? ବର୍ଷାର। ବାହ, ବହୁତ ସୁନ୍ଦର। ଆଗାମୀ ବର୍ଷାର ପୂର୍ବାନୁମାନ ଆମେ ଏହି ଅଣ୍ଡା ବୋହି ନେଉଥିବା ପିମ୍ପୁଡି ମାନଙ୍କ ଠାରୁ ଜାଣିଥାଉ। ଠିକ ଅଛି ପିଲାମାନେ, ଆଜି ଆମେ କଣ ସବୁ ପଢିଲେ? ଆଜି ଆମେ ପାଣିପାଗର ପୂର୍ବାନୁମାନ ବିଷୟରେ ପଢିଲେ। ପୂର୍ବାନୁମାନ କଣ, ତାହା କେମିତି କରାଯାଏ, କେତୋଟି ଉପାୟରେ କରାଯାଏ। ଆମେ ଦେଖୁଥିଲେ ପୂର୍ବାନୁମାନକୁ ଆମେ ମୁଖ୍ୟତଃ ପ୍ରାକୃତିକ ଉପାୟରେ କରୁ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରେ ମଧ୍ୟ କରିଥାଉ। ଆଜି ଆମେ ଦେଖିଲେ ପ୍ରକୃତିରୁ ଆମେ କେମିତି ପୂର୍ବାନୁମାନ କରୁଛେ। ଆମେ ଦେଖିଲେ ବେଙ୍ଗରଡିରୁ କିପରି ବର୍ଷା ହେଉଛି ତାର ପୂର୍ବାନୁମାନ କରୁଛେ। ଚଢେଇମାନେ ଆକାଶରେ କମ ଉଚ୍ଚତାରେ ଉଡୁଛନ୍ତି, ସେଥିରୁ ମଧ୍ୟ ପୂର୍ବାନୁମାନ କଲେ। ଗୁଣ୍ଡୁଚି ମୂଷାଟି ତାର ଖାଦ୍ୟ ପାଇଁ ମଞ୍ଜି ସଂଗ୍ରହ କରୁଛି, ସେଗୁଡାକୁ ମଧ୍ୟ ଜାଣିଲେ। ଆଉ ମଧ୍ୟ ଜାଣିଲେ ଆମେ କଣ ଜାଣିଲେ? ପାଇନ ଗଛର ଫଳ, ସେଟା ଖୋଲୁଛି, କେତେବେଳେ ଖୋଲୁଛି କେତେବେଳେ ବନ୍ଦ ହଉଛି, ତାକୁ ନେଇ ମଧ୍ୟ ପୂର୍ବାନୁମାନ ବିଷୟରେ ଆମେ ଜାଣିଲେ। ତେବେ ଏହିପରି ଭାବରେ ଆମେ ପୂର୍ବାନୁମାନକୁ ଜାଣିଲେ। ପ୍ରାକୃତିକ ଏବଂ ବୈଜ୍ଞାନିକ ଜିନିଷରେ କିପରି ଆମେ ତାକୁ ପାର୍ଥକ୍ୟ ଦେଖିପାରିବା ତା ବିଷୟରେ ଜାଣିଲେ ଏବଂ ତୁମେ ସମ୍ୟକ ଜ୍ଞାନ ପାଇଲ ଯେ ଆମେ ଏହି ପୂର୍ବାନୁମାନ ଦ୍ୱାରା କିପରି ଆଗାମୀ ଭବିଷ୍ୟତକୁ ଆମେ ସଠିକ ଭାବରେ ନିଜକୁ ସଜାଡି ପାରୁଛେ। ତେବେ ଆଶା କରୁଛି ତୁମେ ମାନେ ଏହି ପୂର୍ବାନୁମାନ ବିଷୟଟିକୁ ଠିକ ଭାବରେ ବୁଝିଥିବ। ତେବେ ଆଗାମୀ ଅଧ୍ୟାୟରେ ଆଉ କିଛି ନୂଆ ପାଠ ସହ ଯୋଡି ହେବା। ସେ ପର୍ଯ୍ୟନ୍ତ ରହୁଛି, ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।